ମିଶିଗଲାଣି ଉପ ଡ୍ରେନ୍ କିନ୍ତୁ ଉପ ସ୍ରୋତ କିନ୍ତୁ 10ଟା ଯୋଉ ସ୍ରୋତ ଥିଲା ସେଇଟା ନ୍ୟାଚୁରାଲ ଷ୍ଟ୍ରିମ୍ ଏଇଟା ଉଚ୍ଚାରେ ଭୁବନେଶ୍ୱରଟା ଉଚ୍ଚାରେ ଏଇଟା ତଳେ ଥିଲା ଜଙ୍ଗଲ ଥିଲା ତେଣୁ ସେ 10ଟା ଯାକ ଷ୍ଟ୍ରିମ୍ ରୁ ପାଣି ଆସିକି ଆ ଭିତରେ ପଡୁଥିଲା। ଆମ ଭିତରେ ଆମ ସବୁ ସାଥୀମାନେ ଅଛନ୍ତି ଆମେ 95 ମସିହା ପର୍ଯ୍ୟନ୍ତ ପ୍ରାୟ ମୋର ବୟସରେ ବଡ ବନ୍ଧୁ ଅଛନ୍ତି ଯେ 95 ମସିହା ପର୍ଯ୍ୟନ୍ତ ଆମେ ପ୍ରାୟ ସେ ପାଣିକି ପିଉଥିଲୁ ମାନେ ପୁରା ଆନନ୍ଦରେ ପିଉଥିଲୁ। ସେ ପାଣିଟା ଥଣ୍ଡା ଥିଲା ଯୋଉ ଜାଗାରେ ଏବେ ବ୍ରହ୍ମେଶ୍ୱରଙ୍କ ପଛପଟେ ଆମେ ସେ ପାଣିଟାକୁ ପିଉଥିଲୁ। ଏପଟେ ସବୁ ଏମାନେ ଯୋଉ ଇଟିପୁର ପଞ୍ଚାୟତର ଟିକରପଡା ପଞ୍ଚାୟତର ସବୁ ପିଲାମାନେ ଅଛନ୍ତି ଏ ପିଲାମାନେ ଏଠି ସବୁ ଅହର୍ନିଶି ଗାଧାନ୍ତି ଏବଂ ତାଙ୍କର ସବୁତକ 95 ମସିହା ଠାରୁ ଆସ୍ତେ ଆସ୍ତେ ଯେତେବେଳେ ହେଲା ଆମେ ସେତେବେଳେ ଉପଲବ୍ଧି କରିପାରିଲୁନି ଯେ ଗଙ୍ଗାଟା ଖରାପ ହଉଛି ଏବଂ ଆମର ସେତେବେଳେ ୟଙ୍ଗ ଟାଇମ୍ ଆମେ ଏତେ ଜାଣିପାରୁନଥିଲୁ ଯେ ବର୍ତ୍ତମାନ ଆମେ ଆଉ ପାଣି ପିଇ ପାରିବୁ ନାହିଁ। ସେଇ ପାଣିରେ ଆମର ରୋଷେଇ ସେଇ ପାଣିରେ ଡାଳ ଖାଇ ଠାକୁରାଣୀ ସେଇଠୁ ଯିବ ସେଇଠୁ ରୋଷେଇ ହବ। ତେଣୁ ଆମେ ଯେତେବେଳେ ଉପଲବ୍ଧି କଲୁ ସେତେବେଳକୁ ସେ ପ୍ରଶାନ୍ତ ଭାଇନା ଆମର ବାଘଭାଇନା ଯେମିତି କହୁଥିଲେ ଆମ ଲୋକ ସବୁ ଜମି ବିକିବା ଆରମ୍ଭ କରିଦେଲେ, ଅର୍ଗାନାଇଜେସନ ଆରମ୍ଭ ହେଇଗଲା।